ମହାସମାରୋହରେ ପାଳିତ ହେଲା ଖଡ଼ିଆଳରେ ବିଜୁ ଜୟନ୍ତୀ ଉତ୍ସବ। ଓଡ଼ିଶା ମାଟିର ବରପୁତ୍ର, ସାରା ବିଶ୍ୱ ଦରବାରରେ ଏକ ପରିଚିତ ନାଁ, ଯିଏ ଦିନେ ନୂତନ ଓଡ଼ିଶା ଗଠନ କରିବାର ସ୍ୱପ୍ନ ଦେଖୁଥିଲେ ଆଉ ପବିତ୍ର ଉତ୍କଳ ଭୂଇଁକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଂଗ୍ରାମ କରୁଥିଲେ। ସେହି ନିଃସ୍ୱାର୍ଥପର ସଂଗ୍ରାମ ଏବଂ ଜନ୍ମ ମାଟିର ଋଣକୁ କିଛି ମାତ୍ରାରେ ଶୁଝିବାକୁ 100% ଚେଷ୍ଟା ଚଳାଇ ବନ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଉତ୍କଳ ଭୂଇଁକୁ ଏକ ସୁନ୍ଦର ଓଡ଼ିଶାର ରୂପରେଖରେ ନୂତନ ମାନଚିତ୍ର ତିଆରି କରିବାର ମୁଖ୍ୟ କର୍ଣ୍ଣଧାର ରହିଥିଲେ ଓଡ଼ିଶାର ପୂର୍ବତନ ଜଣେ ଯୋଗ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ। ତାଙ୍କରି ଶାସନରେ ଦିନେ ଓଡ଼ିଶା ମାଟି ନୂତନ ପରିଚୟ ସୃଷ୍ଟି କରିଥିଲା। ଓଡ଼ିଶା ଖଣି ଖାଦାନରୁ ବାହାରୁଥିବା ଖଣିଜ ପଦାର୍ଥର ସୁବିନିଯୋଗ କରି ଏକ ବିକଶିତ ରାଜ୍ୟରେ ପରିଣତ କରି ଏକ ଗର୍ବ ଆଣିଦେଇଛନ୍ତି, ଯାହାଫଳରେ ବିଜୁ ପଟ୍ଟନାୟକଙ୍କ ନାମଟି ଓଡ଼ିଶା ମାଟିରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖା ହୋଇ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇସାରିଛି। ଓଡ଼ିଶାର ଗର୍ବ ପ୍ରଭୁ ଜଗତର ନାଥ ଜଗନ୍ନାଥ ଯେମିତି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି, ସେମିତି ଉତ୍କଳର ଜଣେ ଲଢ଼ୁଆ ରାଜନୈତିକ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ମହାପୁରୁଷର ଆଖ୍ୟା ଦେଇ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ଲେଖା ହୋଇ ରହିଛି। ଓଡ଼ିଶାର ଗର୍ବ ଓ ଗୌରବର ଜଣେ ଜନନାୟକ ଓଡ଼ିଶାର ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 109ତମ ଜନ୍ମ ଜୟନ୍ତୀ ସାରା ରାଜ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ଥିତ ଅଗ୍ରସେନ ଭବନଠାରେ ପ୍ରବାଦ ପୁରୁଷ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କ 109ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଖୁବ୍ ଜନଗହଳିପୂର୍ଣ୍ଣ ପରିବେଶ ମଧ୍ୟରେ ଅଗ୍ରସର ଭବନରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ଓଡ଼ିଶାର ବିକାଶରେ ମୁଖ୍ୟ କର୍ଣ୍ଣଧାର ସାଜିଥିବା ବିଜୁ ପଟ୍ଟନାୟକ କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇ ଓଡ଼ିଶା ବିକାଶର ସ୍ୱପ୍ନକୁ ପ୍ରତ୍ୟେକ ମଣିଷ ମନରେ ସୃଷ୍ଟି କରିପାରିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଏକ ସ୍ମରଣୀୟ ଦିବସ। ସେହି ସ୍ମରଣୀୟ ଦିବସରେ ଓଡ଼ିଶା ବିକାଶର ଏକ ସ୍ୱପ୍ନ ଏବଂ ଦେଶପ୍ରେମର ଶକ୍ତି ସୃଷ୍ଟି ହୋଇ ଉଠିଥାଏ। ଏହି ପବିତ୍ର ଦିବସରେ ବିଜୁ ଜୟନ୍ତୀର କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ କାର୍ଯ୍ୟାବଳୀକୁ ଏବଂ ସ୍ୱପ୍ନର ଓଡ଼ିଶା ବିକାଶକୁ ମନେ ପକାଇ ଦେବା ପାଇଁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ସଭା କାର୍ଯ୍ୟ ଆୟୋଜନ ପୂର୍ବରୁ ସର୍ବପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରାଯାଇଥିଲା। ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା ସଭା କାର୍ଯ୍ୟରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଲମ୍ବୋଦର ନିଆଲ ଯୋଗଦେଇ ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା, ବିକାଶର ଓଡ଼ିଶା ବିଷୟରେ ମତବ୍ୟକ୍ତ କରିଥିଲେ। ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶା ବିକାଶର ଏକ ଲମ୍ବା ଫର୍ଦ୍ଦ ତିଆରି କରିଥିବା ବେଳେ ଏକ ଅସୁରକ୍ଷିତ ଓଡ଼ିଶାକୁ ସୁରକ୍ଷିତ କରି ଏକ ବିକଶିତ ରାଜ୍ୟର ନୂତନ ମାନଚିତ୍ର ତିଆରି କରିଥିଲେ। ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଅନ୍ୟ ଅତିଥିମାନେ ହେଲେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ସଭାନେତ୍ରୀ ସରସ୍ୱତୀ ବାଗ, ବରିଷ୍ଠ ନେତା ସନ୍ତୋଷ ମିଶ୍ର, ଯୁବନେତା ଅଭିଷେକ ଜଗତଙ୍କ ସହିତ ଅନେକ ବିଜୁପ୍ରେମୀ ଯୋଗ ଦେଇଥିଲେ। ଓଡ଼ିଶା 25 ବର୍ଷ ମଧ୍ୟରେ ଅନେକ ଅଗ୍ରଗତି ହୋଇଥିବା ବେଳେ ଗାଁ ଗଣ୍ଡାରୁ ସହର ବଜାର ପର୍ଯ୍ୟନ୍ତ ବିକାଶର ଚିହ୍ନ ବାରି ହୋଇ ପଡ଼ୁଛି ବୋଲି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଖୁବ୍ ଶୃଙ୍ଖଳାର ସହିତ ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ବିଜୁ ପଟ୍ଟନାୟକଙ୍କ 109ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবି ନ୍ୟୁଜ୍।